କରଞ୍ଜିଆ ଓକିଲ ସଂଘ ନିର୍ବାଚନ ମାର୍ଚ୍ଚ 29ରେ ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦ ଦ୍ୱାରା ପରିଚାଳିତ 2025-26 ଆର୍ଥିକ ବର୍ଷ ନିମନ୍ତେ କରଞ୍ଜିଆ ଓକିଲ ସଂଘ ନିର୍ବାଚନ ଆସନ୍ତା ମାର୍ଚ୍ଚ 29 ତାରିଖରେ ଅନୁଷ୍ଠିତ ହେବ। ଏଥିରେ ପରିଷଦ ଦ୍ୱାରା ଅନୁମୋଦିତ କରଞ୍ଜିଆ ଓକିଲ ସଂଘର 155 ଜଣ ଆଇନଜୀବୀ ମତଦାନ କରିବେ। ଚଳିତ ବର୍ଷ ଓକିଲ ସଂଘ ସାଧାରଣ ପରିଷଦ ବୈଠକରେ ବରିଷ୍ଠ ଆଇନଜୀବୀ ତ୍ରିଲୋଚନ ପତିଙ୍କୁ ନିର୍ବାଚନ ପରିଚାଳନା ନିମନ୍ତେ ନିର୍ବାଚନ ଅଧିକାରୀ ଭାବେ ମନୋନୀତ କରାଯାଇ ରାଜ୍ୟ ଆଇନଜୀବୀ ପରିଷଦ ଦ୍ୱାରା ଗୃହୀତ ହୋଇଛି। ନିର୍ବାଚନ ଅଧିକାରୀ ରାଜ୍ୟ ଆଇନଜୀବୀ ପରିଷଦ ଦ୍ୱାରା ପରିଚାଳିତ ହେବାକୁ ଥିବା ନିର୍ବାଚନ ନିମନ୍ତେ ଆଜି ବିଜ୍ଞପ୍ତି ପ୍ରକାଶ ପାଇବା ସହିତ ମାର୍ଚ୍ଚ 5ରୁ 7 ନୋମିନେସନ, 8 ତାରିଖରେ ନୋମିନେସନ ତାଲିକା ପ୍ରକାଶନ, 9 ତାରିଖରେ ଯାଞ୍ଚ, 10 ତାରିଖରେ ଯାଞ୍ଚ ପରେ ବୈଧ ତାଲିକା ପ୍ରକାଶନ, 12 ତାରିଖରେ ପ୍ରତ୍ୟାହାର, 13 ତାରିଖରେ ନିର୍ବାଚନକୁ ଓହ୍ଲାଉଥିବା ସମସ୍ତ ପ୍ରାର୍ଥୀଙ୍କ ତାଲିକା ପ୍ରକାଶନ ଏବଂ 29 ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ। ସକାଳ 7:30ରୁ ଅପରାହ୍ନ 3 ଘଟିକା ପର୍ଯ୍ୟନ୍ତ ନିର୍ବାଚନ ହୋଇ 4 ଘଟିକା ସମୟରେ ଗଣତି ହୋଇ ଫଳାଫଳ ଘୋଷଣା ହୋଇ ପ୍ରକାଶିତ ହେବା ସହିତ ପରିଷଦକୁ ଅବଗତ କରାଯିବ। ଚଳିତ ବର୍ଷ କରଞ୍ଜିଆ ଓକିଲ ସଂଘରେ ସଭାପତି, ଉପ ସଭାପତି, ସାଧାରଣ ସମ୍ପାଦକ, ଯୁଗ୍ମ ସମ୍ପାଦକ, କୋଷାଧ୍ୟକ୍ଷ ଏବଂ କାର୍ଯ୍ୟକାରୀ ସଦସ୍ୟ ଭାବେ ମହିଳା ସଦସ୍ୟା ମିଶାଇ 6 ଜଣଙ୍କ ନିମନ୍ତେ ନିର୍ବାଚନ ହେବ। ନିର୍ବାଚନକୁ ସୁଚାରୁ ରୂପେ ଯୋଗ ଓ ପରିଚାଳନା ନିମନ୍ତେ ଆଇନଜୀବୀ ଯଶୋବନ୍ତ ନାରାୟଣ ମହାନ୍ତ, ଏମ ଭିତ୍ତଲ ରାଓ, ପୀତବାସ ମହାନ୍ତ, ସୁଧୀର କୁମାର ସେଠୀ ପ୍ରମୁଖଙ୍କୁ ନିର୍ବାଚନ ଅଧିକାରୀ ମନୋନୀତ କରିଛନ୍ତି। ତେଣୁ ଆଗାମୀ ନିର୍ବାଚନକୁ ଅବାଧ ଓ ସ୍ୱଚ୍ଛ କରିବାକୁ ଓକିଲ ସଂଘର ସମସ୍ତ ସଭ୍ୟଙ୍କୁ ନିର୍ବାଚନ ଅଧିକାରୀ ଶ୍ରୀ ସେଠୀ ଅନୁରୋଧ କରିଛନ୍ତି। ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆରୁ ବି ଦିବ୍ୟେନ୍ଦୁ ଶେଖର ଅଙ୍କ ରିପୋର୍ଟ।